ପିଲାମାନେ ଆଜି ଭିडिଓରେ ତୁମମାନଙ୍କର ବୋର୍ଡ ପରୀକ୍ଷା ପାଇଁ ସଂସ୍କୃତ ବିଷୟର କିଛି ଗୁରୁତ୍ୱପୂର୍ଣ୍ଣ ବାକ୍ୟ ଗଠନ ନେଇ ଆସିଛି, ଯାହାକି ଭେରି ଭେରି ଇମ୍ପୋର୍ଟାଣ୍ଟ ଅଟେ। ଏଥିରୁ ନିଶ୍ଚିତ ଭାବରେ ତୁମମାନଙ୍କର 10 ମାର୍କର ପ୍ରଶ୍ନ ପଡ଼ିବ ବା ବାକ୍ୟ ଗଠନ ତୁମମାନଙ୍କର ଦେଇଥିବ 7ଟି, ସେଥିରୁ 5ଟି କରିବା ପାଇଁ କି ପଡ଼ିବ। ତ ପ୍ରତ୍ୟେକ ବାକ୍ୟ ଗଠନ ପାଇଁ 2 ମାର୍କର ବ୍ୟବସ୍ଥା ରହିଛି। ତ ପ୍ରଥମେ ଦେଖ ପୁରତଃ। ପୁରତଃ ମାନେ ଆଗରେ, ଖାଲି ପୁରତଃ ଦେଇଥିବ, ତୁମମାନେ ତାକୁ ଏଇଭଳି ବାକ୍ୟ ଗଠନ କରିବ। ମମ ପୁରତଃ ଉପବିଶ, ବାସ୍ ଏତିକି ଲେଖିଦେଲେ 2 ମାର୍କ। ସେଇଭଳି ଅଭିତଃ। ଅଭିତଃ ମାନେ ଆଗରେ ବା ସମ୍ମୁଖରେ। ଗୃହମ୍ ଅଭିତଃ ଉଦ୍ୟାନମ୍ अस्ति। ତାପରେ ପରିତଃ। ପରିତଃ ଅର୍ଥାତ୍ ଚତୁଃପାର୍ଶ୍ୱରେ ବା ଚାରିଆଡ଼େ। ଗ୍ରାମମ୍ ପରିତଃ କ୍ଷେତ୍ରାଣି ସन्ति। ତାପରେ ସର୍ବତଃ। ସର୍ବତଃ ଅର୍ଥାତ୍ ସବୁଆଡ଼େ। ଦେଶଂ ସର୍ବତଃ ଦୁର୍ଭିକ୍ଷଂ ଭବତି। ତ ଏଇ 4ଟିରୁ ନିଶ୍ଚିତ ଭାବରେ 1 କିମ୍ବା 2ଟି ଆସିବ ବାକ୍ୟ ଗଠନ। ତାପରେ ଅଧ୍ୟାସ୍ତେ। ଅଧ୍ୟାସ୍ତେ ମାନେ ବସିବା। ଅତିଥି ଆସନମ୍ ଅଧ୍ୟାସ୍ତେ। ଦିକ୍ ନିନ୍ଦା ସୂଚକ ଅଟେ। ତ ମୂର୍ଖଂ ଦିକ୍ ବା କୃପଣଂ ଦିକ୍ ବା ଚୋରଂ ଦିକ୍ ବୋଲି ଲେଖିପାରିବ। ଏଇ ମୂର୍ଖଂ ଦିକ୍ ଲେଖିଦେଲେ 2 ମାର୍କ। ତାପରେ ସମୟା ବା ନିକଷା। 2ଟି ଯାଙ୍କର ଅର୍ଥ ହେଉଛି ଗୋଟିଏ ନିକଟରେ। ଆଇଦର ନିକଷା ପଡୁ କିମ୍ବା ସମୟା ପଡୁ। ପ୍ରାୟ ନିକଷା ହିଁ ପ୍ରତିବର୍ଷ ପଡେ, ତେଣୁ ଲେଖିବା ଯାଜପୁରଂ ନିକଷା ବା ସମୟା ପଡିଥିଲେ ସମୟା ବୈତରଣୀ ପ୍ରବହତି। ତାପରେ ଯାବତ୍। ଯାବତ୍ ଅର୍ଥାତ୍ ପର୍ଯ୍ୟନ୍ତ। ରାମାୟଣସ୍ୟ ଯୁଦ୍ଧକାଣ୍ଡଂ ଯାବତ୍ ପଢ। ତାପରେ ପ୍ରତି। ପ୍ରତି ଅର୍ଥାତ୍ ଆଡକୁ। ମାଂ ପ୍ରତି ପଶ୍ୟ। ଅନୁ ଅର୍ଥାତ୍ ପଛରେ। ଅଗ୍ରଜମ୍ ଅନୁ ଗଛ। ଏବ। ଏବ ମାନେ ହିଁ। ଧର୍ମଃ ଏବ ଧାର୍ମିକ ରକ୍ଷତେ। ରକ୍ଷତି। ତାପରେ ଇତି। ଇତି ମାନେ ବୋଲି ଉତ୍କଳ ପ୍ରଦେଶେ ଖାରବେଳ ଇତି ନୃପଃ ଆसीत्। ତାପରେ ନାମ ଅର୍ଥାତ୍ ନାମକ। ଅହଂ ରାମଃ ନାମ ବାଳକଂ ଜାନାମି। ଋତେ ବା ବିନା ଅନ୍ତରଣ। ଏ 3ଟା ଯାଙ୍କର ଅର୍ଥ ହେଉଛି ବିନା କିମ୍ବା ବିନା ମଧ୍ୟ ପକେଇ ପାରେ। ଧର୍ମଂ ଋତେ ସୁଖଂ ନାସ୍ତି ବା ଲେଖିବ ଧର୍ମଂ ବିନା ସୁଖଂ ନାସ୍ତି ବା ଧର୍ମଂ ଅନ୍ତରେଣ ସୁଖଂ ନାସ୍ତି। ତାପରେ ଅବରହ। ଏଇ ଅବରହ ମଧ୍ୟ ବହୁତ ଥର ପଡିଛି। ଅବରହ ମାନେ ସାନ। ରାମ ହରେ ମାସେନ ଅବରହ କିମ୍ବା ପୂର୍ବ ପଡିପାରିବେ ବା ପୂର୍ବ ମାନେ ବଡ। ଅହଂ ତ୍ୱତ୍ ମାସନ ପୂର୍ବ। ଏ 2ଟିରୁ ମଧ୍ୟ 1 ପଡିବ। ତାପରେ ବସଟ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ। ଦେବତାଙ୍କୁ ଅର୍ପଣ ଅର୍ଥରେ ବସଟ ଶବ୍ଦର ପ୍ରୟୋଗ କରାଯାଏ। ତ ଏହା ବାକ୍ୟ ଗଠନ ହେଉଛି ଇନ୍ଦ୍ରାୟ ପୁଷ୍ପାଣୀ ବସଟ। ତାପରେ ଅନ୍ତରା। ଅନ୍ତରା ମାନେ ମଝିରେ। ତ୍ୱାଂ ମାଂ ଚ ଅନ୍ତରା କହ ତିଷ୍ଠତି। ତ ପିଲାମାନେ ଏତିକି ଅଭ୍ୟାସ କରିଦେବ। ଟାଇମ ପୁରା କମ ଅଛି ତୁମମାନଙ୍କ ପାଇଁ, ତେଣୁ ବେଶୀ କିଛି କହୁନି। ତ ଏତିକି ଭଲ ଭାବରେ, ବେଶୀ ଅଧଘଣ୍ଟା ଲାଗିବ ସମୟ, ତ ୟାକୁ ଭଲସେ ପ୍ରାକ୍ଟିସ କରିଦେବ, ଖାଲି ଦେଖିଦେବ। ତ କାଲି ମତେ ନିଶ୍ଚିତ ଭାବରେ ଆସି କହିବ ପରୀକ୍ଷାରେ ଏଇ ମଧ୍ୟରୁ ସବୁ କୋଉଟା 5ଟି କୋଉ 5ଟି ପଡିଥିଲା ପରୀକ୍ଷାରେ। ତ ଭଲ ଭାବରେ ପ୍ରାକ୍ଟିସ କର। ଅଲ୍ ଦି ବେଷ୍ଟ। ଥ୍ୟାଙ୍କ ୟୁ।